ସାଙ୍ଗମାନେ ଆଜି ଅନୁରାଧା ସିରିଏଲରେ ଦେଖନ୍ତୁ, ଅନୁ, ରାଜ, ମୋନା 3 ଜଣ ଠାକୁରଙ୍କ ପାଖରେ ଦୀପ ଜାଳିବା ପାଇଁ ଯାଇଥାନ୍ତି। ଅନୁର ଦୀପ ରାଜ ଲଗେଇ ଦିଅନ୍ତି। ତାପରେ ଠାକୁରଙ୍କ ପାଖରେ 3 ଜଣ ଯାକ ଦୀପ ଜାଳନ୍ତି। ରାଜ କୁହେ ଠାକୁରଙ୍କ ପାଖରେ ଦୀପ ଜାଳି, ହେ ପ୍ରଭୁ, ଅନୁ ତାଙ୍କ ଜୀବନରେ ବହୁତ କିଛି ସହିଲେଣି। ଅନୁଙ୍କର ସବୁ ଦୁଃଖ କଷ୍ଟ ଶେଷ କରିଦିଅନ୍ତୁ ପ୍ରଭୁ। ଆଉ ଏପଟେ ଅନୁ ଦୀପ ଜାଳି କୁହେ, ହେ ଭଗବାନ, ରାଜବାବୁଙ୍କ ଜୀବନରେ ଖୁସି ଭରି ଦିଅନ୍ତୁ, ସବୁ ବାଧାବିଘ୍ନକୁ ଦୂରେଇ ଦିଅନ୍ତୁ। ଆଜି ତାଙ୍କ ପାଇଁ ମଙ୍ଗଳ କାମନା କରି ମୁଁ ବ୍ରତ ରଖିଛି, ମୋ ବ୍ରତ ସଫଳ କରନ୍ତୁ ପ୍ରଭୁ। ଆଉ ମୋନା ଦୀପ ଜାଳି କୁହେ, ଆଜି ପବିତ୍ର ଶିବରାତ୍ରିରେ ମୁଁ ଭଗବାନ ଆଗରେ ଶପଥ କରି କହୁଛି, ଯେମିତି ବି ହେଲେ ମୁଁ ଅନୁକୁ ସବୁଦିନ ପାଇଁ ରାଜଙ୍କ ଜୀବନରୁ ଦୂରେଇ ଦେବି। ଏପଟେ 2 ଜଣ ସ୍ତ୍ରୀ ଲୋକ କଥାବାର୍ତ୍ତା ହୁଅନ୍ତି, ଦେଖିଲ ବାପା, 2 ଜଣଙ୍କ ଯୋଡ଼ି ଶିବ ପାର୍ବତୀଙ୍କ ଭଳି ଦିଶୁନି? ଆଉ ଜଣେ ସ୍ତ୍ରୀ ଲୋକ କୁହନ୍ତି, ଭଗବାନ କରନ୍ତୁ ଏମାନଙ୍କ ଯୋଡ଼ିରେ କାହାର ନଜର ନ ଲାଗୁ। ତାପରେ ରାଜ ଅନୁକୁ ଚାହିଁ ଆଉ ମୋନା ବହୁତ ରାଗିଯାଏ। ତାପରେ ଅନୁ ରାଜକୁ ଚାହିଁ ବହୁତ ହସେ। ମୋନା କୁହେ, ଏ ହସ ଆଉ ଖୁସି କମ୍ ସମୟ ପାଇଁ ଅନୁ, ଯେତେ ହସିବା କଥା ହସିଦେ, କାହିଁକି ନା ବ୍ୟବସାୟ ଏମିତି ହେଇଛି ଯେ ୟା ପରେ ସାରା ଜୀବନ ତୋତେ ଦୁଃଖରେ କାଟିବାକୁ ପଡ଼ିବ। ଆଉ ରାଜଙ୍କ ପାଖରେ ମୋତେ ଆପଣେଇବା ଛଡ଼ା ଆଉ କିଛି ଉପାୟ ନଥିବ। ଆଉ ଏପଟେ ଗେଲୁକୁ ଆସିକି ଗୋଟେ ସ୍ତ୍ରୀ ଲୋକ ନେବା ପାଇଁ ଆସେ। ଆଉ ଗେଲୁ କୁହେ, ମୋତେ ଛାଡ଼, ମୁଁ ସେମାନଙ୍କ ସାଙ୍ଗରେ ଖେଳିବା ପାଇଁ ଆସିଛି। ତାପରେ ସେ ସ୍ତ୍ରୀ ଲୋକଟି କୁହେ, ନା ନା ନା, ତମେ ଏମିତି ଏକୁଟିଆ ରୁହନି, ତମେ ମୋ ସାଙ୍ଗରେ ଆସ, ମୁଁ ତମକୁ ଗୋଟେ ବଢ଼ିଆ ଜିନିଷ ଦେବି। ଗେଲୁ କୁହେ, ମୁଁ ତମକୁ ଜାଣିନି, ମୁଁ ତମ ସାଙ୍ଗରେ ଯିବିନି, ଅଜଣା ଲୋକ ସାଙ୍ଗରେ ଯିବାକୁ ନାନୀ ମୋତେ ମନା କରିଛି। ତାପରେ ସେ ସ୍ତ୍ରୀ ଲୋକଟି କୁହେ, ହେଲେ ତମ ନାନୀ ପରା ମୋତେ କହିଲେ ତମକୁ ନେଇଯିବାକୁ। ତମେ ସିନା ମୋତେ ଜାଣିନ, ହେଲେ ମୁଁ ତମ ନାନୀକୁ ଜାଣିଛି, ଆସ, ମୋ ସହ ଆସ। ସେ ସ୍ତ୍ରୀ ଲୋକଟି ଗେଲୁକୁ ନେଇକି ଯାଉଥିବା ସମୟରେ ସ୍ତ୍ରୀ ଲୋକଟି ଦେଖେ ତ ଆଗରୁ ରାଜ ଆଉ ଅନୁ ଆସୁଛନ୍ତି। ତାପରେ ସେ ଗେଲୁକୁ ତା ପଛପଟେ ଲୁଚେଇ ଦିଏ। ତାପରେ ରାଜ ଆଉ ଅନୁ ତାରି ପାଖ ଦେଇ କଟିଯାଆନ୍ତି। ଅନୁ ଏପଟୁ ଆଉ ସେପଟୁ ଚାହେଁ, ଦେଖେ ତ ଗେଲୁ ସେଠି ନଥାଏ। ଆଉ ତାପରେ ସେ କୁହେ, ଗେଲୁ କୁଆଡ଼େ ଗଲା? ତାପରେ ଅନୁ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଆନ୍ତି। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲରେ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।